ଶ୍ରାବଣ ମାସର ପ୍ରଥମ ପାଳିରେ ବିରାଟ ଅଘଟଣ, ବୋଲବମ୍ ଘାଟରେ ବିରାଟ ଚମତ୍କାର। ଏମିତି ଅଦ୍ଭୁତ ଘଟଣା ଆଗରୁ କେବେ ଘଟିନି। ଘଟଣାଟି ଆରମ୍ଭ କରିବା ଆଗରୁ ଯଦି ଆପଣମାନେ ଦେବାଦିଦେବ ମହାଦେବଙ୍କୁ ଭକ୍ତି କରନ୍ତି, ପ୍ରଭୁ ଭୋଳାଶଙ୍କରଙ୍କ ଉପରେ ବିଶ୍ୱାସ ରଖନ୍ତି, ତାହେଲେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖି ଦିଅନ୍ତୁ। କଟକ ଜିଲ୍ଲା ଅନ୍ତର୍ଗତ ବାଘପୁର ଗାଁରେ ପ୍ରମିଳା ସାହୁ ରହନ୍ତି। ପରିବାର କହିଲେ ପ୍ରମିଳା ସାହୁ, ସ୍ୱାମୀ ରାଜୁ ସାହୁ ଆଉ 11 ବର୍ଷର ପୁଅ ଶଙ୍କର। ପ୍ରମିଳା ମ୍ୟାଡାମଙ୍କ ବାହାଘରର ମାତ୍ର 2 ବର୍ଷରେ ସ୍ୱାମୀ ରାଜୁ ଗୋଟେ ଦୁର୍ଘଟଣାରେ ତାଙ୍କର 2ଟି ଗୋଡ଼ ହରେଇଛନ୍ତି। ସେବେଠୁ ପ୍ରମିଳା ମ୍ୟାଡାମ ବହୁତ କଷ୍ଟ କରି ଘର ଚଳାନ୍ତି। ଆଉ ବାହାଘରର 7 ବର୍ଷ ପର୍ଯ୍ୟନ୍ତ ମଧ୍ୟ ତାଙ୍କ କୋଳରେ ସନ୍ତାନଟିଏ ନଥିଲା। ପ୍ରମିଳା ମ୍ୟାଡାମ ପ୍ରଭୁ ମହାଦେବଙ୍କ ପାଖରେ ମାନସିକ କରି କହିଲେ, ହେ ଭୋଳାଶଙ୍କର, ମୋ କୋଳରେ ଗୋଟେ ସନ୍ତାନଟିଏ ଦିଅ ହେ ପ୍ରଭୁ। ଯଦି ତୁମରି ଦୟାରୁ ମୋ କୋଳରେ ସନ୍ତାନଟିଏ ଜନ୍ମ ନିଏ ନା, ତାହେଲେ ମୋ ସନ୍ତାନ ତୁମ ବୋଲବମ୍ ନେଇକି ଯିବ, ଆଉ ମାନସିକ ଜଳ ତୁମ ମସ୍ତକରେ ଢାଳିବ। ଏ ଦୁଃଖିନୀର ଡାକ ଶୁଣ ହେ ଭୋଳାଶଙ୍କର। ସତକୁ ସତ ସେଇ ମହାଦେବଙ୍କ କୃପାରୁ ପ୍ରମିଳା ମ୍ୟାଡାମ ଗୋଟେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଆଉ ମହାଦେବଙ୍କ ଦୟାରୁ ପୁଅକୁ ପାଇଥିବାରୁ ବାପା ମା ପୁଅର ନାଁ ଦେଲେ ଶଙ୍କର। ଦେଖୁ ଦେଖୁ 10 ବର୍ଷ ବିତିଗଲାଣି। ପୁଅ ଶଙ୍କର 11 ବର୍ଷର ହେଇଗଲାଣି। ଶ୍ରାବଣ ମାସ ପଶୁଥାଏ। ମା ପ୍ରମିଳା ପୁଅକୁ କହିଲେ, ଆରେ ଶଙ୍କର, ମୁଁ ତୋ ଜନ୍ମ ପାଇଁ ମହାଦେବଙ୍କ ପାଖରେ ମାନସିକ ରଖିଥିଲି। ଶ୍ରାବଣ ମାସର ଏଇ ପ୍ରଥମ ପାଳିରେ ଚାଲେ ଆମେ ମା ପୁଅ ବୋଲବମ୍ ନେଇକି ଯିବା। ଏମିତି କହି ପୁଅ କାନ୍ଧରେ ପ୍ରମିଳା ମ୍ୟାଡାମ ବାହୁଙ୍ଗିଟିଏ ଥୋଇଦେଲେ। ଆଉ ମା ପୁଅ ବାହାରି ପଡ଼ିଲେ ବୋଲବମ୍ ଘାଟକୁ। ଆଉ ନଦୀରେ ପାଣି ବୁଡ଼େଇଲା ବେଳେ ପୁଅ ଶଙ୍କର ସହ ଘଟି ଯାଇଥିଲା ବିରାଟ ଦୁର୍ଘଟଣାଟିଏ, ଯାହାକୁ ଦେଖି ସବୁ କାଉଡ଼ିଆ ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଲା। ଏମିତି ଅଦ୍ଭୁତ ଘଟଣା ଆଗରୁ କେବେ ଘଟିନଥିଲା। ମା ପ୍ରମିଳା ପୁଅର ହାତ ଧରି ପୁଅ ଶଙ୍କରକୁ ପାଣି ବୁଡ଼ାଉଥିଲେ। ସେତିକି ବେଳେ ଗୋଟେ ବିଷଧର ସାପ ଆସି ପୁଅ ଶଙ୍କର ହାତକୁ କାମୁଡ଼ି ଦେଇ ପଳେଇଲା। ଆଉ ଶଙ୍କର ସେଇଠି ସେମିତି ପାଣି ଭିତରେ ଚେତାଶୂନ୍ୟ ହୋଇଗଲା। ବାସନ୍ତୀ ମ୍ୟାଡାମ ପୁଅ ପୁଅ କହି ଚିତ୍କାର କରି ଡାକ ପକେଇଲେ। ଆଉ ଛୋଟିଆ ଶିଶୁର ଏମିତି ଅବସ୍ଥାକୁ ଦେଖି ସବୁ କାଉଡ଼ିଆ ଭକ୍ତମାନେ ଆସି ପୁଅ ଶଙ୍କରକୁ କୂଳକୁ ନେଇ ଆସିଲେ। ସେତେବେଳ ପର୍ଯ୍ୟନ୍ତ ବି କେହି ଜାଣିପାରୁନଥିଲେ ପୁଅକୁ ସାପ କାମୁଡ଼ିଛି ବୋଲି। ବାସନ୍ତୀ ମ୍ୟାଡାମ ଅଧୈର୍ଯ୍ୟ ହୋଇ ବିକଳ ରଡ଼ି କରି କାନ୍ଦୁଥାନ୍ତି। କହୁଥାନ୍ତି, ମୋ ପୁଅର କ'ଣ ହେଇଗଲା? ଭାଇମାନେ, ମୋ ପୁଅକୁ ରକ୍ଷା କରରେ। ଗୋଟିଏ ବୋଲି ପୁଅ ମୋର। ବହୁତ ମାନସିକ କରି ମୁଁ ଆକୁ ପାଇଥିଲି। ହେ ଭୋଳାଶଙ୍କର ଦେବାଦିଦେବ ମହାଦେବ, ତୁମରି ଦୟାରୁ ମୁଁ ମୋ ପୁଅକୁ ପାଇଛି।
ଆଉ ତୁମରି ମାନସିକ ପୂରଣ କରିବା ପୂର୍ବରୁ ତୁମେ ମୋ ସହ ଏ କି ଅନର୍ଥ କରିଦେଲ ଭୋଳା ଶଙ୍କର। ମୋ ପୁଅକୁ ତୁମେ ଭଲ କରିଦିଅ ଠାକୁରେ। ଏମିତି କହି ବାସନ୍ତୀ ମ୍ୟାଡ଼ାମ ଚିତ୍କାର କରି କାନ୍ଦୁଥାନ୍ତି। ଲୋକମାନେ ବି ପୁଅ ମୁହଁରେ ବହୁତ ପାଣି ଛିଞ୍ଚା ଛିଞ୍ଚି କରି ତାକୁ ଚେତାକୁ ଆଣିବାକୁ ଚେଷ୍ଟା କରୁଥାନ୍ତି। ହେଲେ ଚେତା ଫେରୁ ନଥାଏ। ତାକୁ ସାପ କାମୁଡ଼ିଛି ବୋଲି କେହି ଜାଣିପାରୁନଥିଲେ। ମା ବାସନ୍ତୀ ଅଧୈର୍ଯ୍ୟ ହୋଇ ପଡ଼ିଲେଣି। କ'ଣ କରିବେ ତାଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନଥାଏ। ସେ କାକୁତି ମିନତି ହେଇ ହାତ ଯୋଡ଼ି ସେ କେବଳ ସେଇ ମହାଦେବଙ୍କୁ ହିଁ ଡାକୁଥାନ୍ତି। ଆଉ ଶେଷରେ ଦେବାଦିଦେବ ପ୍ରଭୁ ମହାଦେବ ଗୋଟେ ଦୁଃଖିନୀ ମାର ଦୁଃଖ ଶୁଣିପାରିଲେ। ଆଉ ସେଇ ବୋଲବମ୍ ଘାଟିରେ ହେଲା ବିରାଟ ଚମତ୍କାରଟିଏ। ଜଣେ ମଧ୍ୟମ ବୟସ ବ୍ୟକ୍ତି ଆସିଲେ। ତାଙ୍କ ଦେହ ମୁଣ୍ଡରୁ ପାଉଁଶର ଗନ୍ଧ ବାହାରୁଥାଏ। ଦାଢ଼ି ଆଉ ଜଟରେ ମୁହଁ ବି ଭଲସେ ଦିଶୁ ନଥାଏ। ଗେରୁଆ ଲୁଗା ଖଣ୍ଡେ ପିନ୍ଧିଛନ୍ତି। ସେ ଆସି ବାସନ୍ତୀ ମ୍ୟାଡ଼ାମଙ୍କ ମୁଣ୍ଡରେ ହାତ ରଖିଦେଇ କହିଲେ, ତୋ ପୁଅର କିଛି ହବନି ମା, ତୁ ବ୍ୟସ୍ତ ହନା। ଏମିତି କହି ସେ ପୁଅର ଯୋଉଠିକି ସାପ କାମୁଡ଼ିଥିଲା ସେ ଜାଗାକୁ ଟିକେ ମୁଠେଇକି ଧରିଲେ। ଆଉ ପୁଅ ମୁଣ୍ଡକୁ ଟିକେ ଆଉଁସି ଦେଲେ। ଆଉ ସେ ପ୍ରମିଳା ମ୍ୟାଡ଼ାମଙ୍କ କାନ୍ଦ ଦେଖି ବାରମ୍ବାର କହୁଥାନ୍ତି, ତୋ ପୁଅର କିଛି ହବନି ମା। ଏତିକି କହି ସେ ସେଠାରୁ ଚାଲି ଆସିଲେ। ସେ ଯିବାର ମାତ୍ର କିଛି ସମୟ ଭିତରେ ପୁଅ ଶଙ୍କରର ଚେତା ଫେରି ଆସିଲା। ଆଉ ପ୍ରମିଳା ମ୍ୟାଡ଼ାମ ଦେଖି ହଠାତ୍ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଆଉ ସେଠାରେ ଥିବା ଭକ୍ତମାନେ ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିପାରିଲେନି। ଏତେ ବଡ଼ ଗୋଟେ ଚମତ୍କାର କେମିତି ଘଟିପାରିଲା? ଏମିତି ସମସ୍ତେ ନିଜ ନିଜ ଭିତରେ କୁହାକୁହି ହେଲେ। ଆଉ ସେ ବ୍ୟକ୍ତି ଯିଏ ଏତେ ବଡ଼ ଗୋଟେ ଚମତ୍କାର କଲା, ସମସ୍ତେ ମିଶି ସେ ବ୍ୟକ୍ତିଙ୍କୁ ସେଠାରେ ବହୁତ ଖୋଜିଲେ। ହେଲେ କୋଉଠି ବି ପାଇଲେନି। ସବୁ ଭକ୍ତମାନେ ସେଠାରେ ସବୁ ବୁଝିପାରିଲେ। ସେ ଆଉ କେହି ନଥିଲେ। ସେ ଥିଲେ ସ୍ୱୟଂ ପ୍ରଭୁ ଦେବାଦିଦେବ ମହାଦେବ। ପ୍ରମିଳା ମ୍ୟାଡ଼ାମ ପୁଅକୁ କୋଳରେ ଧରି କହୁଥାନ୍ତି, ଧନ୍ୟରେ ତୁ ପ୍ରଭୁ ଭୋଳା ଶଙ୍କର, ଧନ୍ୟ ତୋର ମହିମା। ପ୍ରମିଳା ମ୍ୟାଡ଼ାମଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ, ମହାଦେବଙ୍କୁ ନେଇ ଛୋଟିଆ ଅନୁଭୂତିଟିଏ। ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ।